କୁଚେଇବୁଢ଼ୀରେ ମା ଗଜଧାତ୍ରୀ ପୂଜା ମହାସମାରୋହରେ ପାଳିତ। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ମୁର୍ମୁଛକ ନିକଟରେ 1986 ମସିହା ଠାରୁ ସାର୍ବଜନୀନ କୁଚେଇବୁଢ଼ୀ ମା ଜଗଧାତ୍ରୀ ପୂଜା କମିଟି ଆନୁକୂଲ୍ୟରେ ମା ଜଗଧାତ୍ରୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। 29 ତାରିଖ ବୁଧବାର ଦିନ ମା ଗଜଧାତ୍ରୀଙ୍କର ଘଟ ଉତ୍ତୋଳନ ହେବା ପରେ ପୂଜା ମଣ୍ଡପକୁ ନବପତ୍ରିକା ପ୍ରବେଶ, ମାଙ୍କର ସମାହାର, ମହାସ୍ନାନ, ଚକ୍ଷୁଦାନ, ଉପଚାର ପୂଜା, ସପ୍ତମୀ ପୂଜା, ଚଣ୍ଡୀ ପାଠ, ହୋମ, ପୁଷ୍ପାଞ୍ଜଳି। 30 ତାରିଖ ଗୁରୁବାର ଦିନ ମା ଗଜଧାତ୍ରୀଙ୍କର ଅଷ୍ଟମୀ ବିହିତ ପୂଜାରମ୍ଭ, ମହାସ୍ନାନ, ଚଣ୍ଡୀ ପାଠ, ହୋମ ଓ ପୁଷ୍ପାଞ୍ଜଳି। ସନ୍ଧ୍ୟା ସମୟରେ ସନ୍ଧି ପୂଜା ପରେ ମାଙ୍କର ଆରତୀ। 31 ତାରିଖ ଶୁକ୍ରବାର ଦିନ ଅଁଳା ନବମୀରେ ମା ଗଜଧାତ୍ରୀଙ୍କର ନବମ ବିହିତ ପୂଜାରମ୍ଭ, ମହାସ୍ନାନ, ଉପଚାର ପୂଜା, ଚଣ୍ଡୀ ପାଠ, ହୋମ, ଆରତୀ ଏବଂ ପୁଷ୍ପାଞ୍ଜଳି ଓ 1 ତାରିଖ ଶନିବାର ଦିନ ମାଙ୍କର ଦଶମୀ ବିହିତ ପୂଜାରମ୍ଭ, ମହାସ୍ନାନ, ଅପରାଜିତା ପୂଜା ଓ ବିସର୍ଜନ ପୂଜା ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଏହି ପୂଜା କର୍ମକାଣ୍ଡରେ ମୁଖ୍ୟ ପୁରୋହିତ ବିଦ୍ୱାନ ଜନରଞ୍ଜନ ଦାସ, ବ୍ରାହ୍ମଣଟିକୁ ହୋତା ଓ କର୍ତ୍ତାକର୍ତ୍ତୀ ମନ୍ମଥ ମହାପାତ୍ର, ପପୁ ଓ ସ୍ୱପ୍ନସିଂହ ମା ଗଜଧାତ୍ରୀଙ୍କ ନିକଟରେ ଉପବେଶନ କରି ଯଥାବିଧି ପୂଜା କର୍ମଣି ସମ୍ପାଦିତ ହୋଇଥିଲା। କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କରୁ ପ୍ରସାଦ ବଣ୍ଟନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାକୁ ଦେଖିବାକୁ ସ୍ଥାନୀୟ ତଥା ଦୂରଦୂରାନ୍ତରୁ ଭକ୍ତମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏଥିରେ କମିଟିର ସଭାପତି ବିଶ୍ୱଜିତ ପଣ୍ଡା ଟନି, ଉପସଭାପତି ସରୋଜ କୁମାର ମହାନ୍ତ, ସମ୍ପାଦକ ସାନୁ ମହାନ୍ତ, ରକି ବୈଠା, ସହ ସମ୍ପାଦକ ସତ୍ୟମ ମହାନ୍ତ, ଉଦିତ ରଞ୍ଜନ ଦାସ, ରାହୁଲ ପାଲ, କୋଷାଧ୍ୟକ୍ଷ ସାହିଲ ମହାନ୍ତି, ଶିଶୁଲ ଶ୍ରୀମନ୍ତ ମହାନ୍ତି, ଉପଦେଷ୍ଟା ରାଜକିଶୋର ମହାପାତ୍ର, ଭାନୁକିଶୋର ଦାସ, ଦେବବ୍ରତ ମହାନ୍ତି, ମାନଗୋବିନ୍ଦ ମହାନ୍ତ, ଧନଗୋବିନ୍ଦ ମହାନ୍ତ, ଅଶୋକ କୁମାର ମହାନ୍ତ ଓ